ନୂଆ ବର୍ଷରେ ଘଟିଗଲା ବଡ଼ ଅଘଟଣ। ଭସା ପୋଲରୁ ବ୍ୟକ୍ତି ନିଖୋଜ। କୁହୁଡ଼ି ହେଲା କାଳ। ମଝି ଚିଲିକାରେ ଫସିଲେ ଯାତ୍ରୀ। ଜଣେ ନିଖୋଜ, ମିଳୁନି ପତ୍ତା। ଚିଲିକାରେ ଫସିଲା ଯାତ୍ରୀବାହୀ ଭସା ପୋଲ କିଛି ଘଣ୍ଟା ଧରି ମଝି ଚିଲିକାରେ ଅଟକି ରହିଥିଲା। ଭସା ପୋଲଟି ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଆସୁଥିଲା। ଏଥିରେ 50 ଯାତ୍ରୀ ଥିବା ଗୋଟିଏ ଯାତ୍ରୀବାହୀ ବସ୍, 2ଟି କାର୍ ରହିଥିଲା। ତେବେ ଚିଲିକାରେ ପ୍ରବଳ କୁହୁଡ଼ି କାରଣରୁ ବାଟ ନ ଦେଖାଯିବାରୁ ଅଟକି ଯାଇଥିଲା ଭସା ପୋଲ। ହେଲେ ଏସବୁ ଭିତରେ ଏକ ବଡ଼ ଅଘଟଣର ଖବର ଆସିଥିଲା। ଗତକାଲି ଚିଲିକାରେ ନୂଆବର୍ଷ ପାଳନ କରି ଆଜି ଫେରିବା ସମୟରେ ଜଣେ ବ୍ୟକ୍ତି ଏହି ପୋଲରୁ ହିଁ ନିଖୋଜ ଅଛନ୍ତି। ତେବେ ନିଖୋଜ ବ୍ୟକ୍ତି ଜଣକ ହେଲେ ଉମାଶଙ୍କର ସାବତ। ସେ ବ୍ରହ୍ମପୁରରୁ ବୋଲି ଜଣାପଡ଼ିଛି। ତେବେ ଭସା ପୋଲ ପାଖରେ ତାଙ୍କର ଟୋପି ଏବଂ ଚପଲ ପଡ଼ିଛି, କିନ୍ତୁ ତାଙ୍କର କୌଣସି ବି ପତ୍ତା ଏପର୍ଯ୍ୟନ୍ତ ମିଳୁନି। ନୂଆବର୍ଷରେ ଘଟିଯାଇଛି ବଡ଼ ଅଘଟଣ। ମଝି ଚିଲିକାରେ ଯାତ୍ରୀ ହେଲେ ନିଖୋଜ। ବ୍ୟୁରୋ ରିପୋର୍ଟ, ଅରାଉଣ୍ଡ ଓଡ଼ିଶା ଲାଇଭ୍।